ମୁଁ ତ ଜନ୍ମ ବାହୁବଳି ଆଉ ତାକୁ ଟ୍ୟାଗ ରହିବ କ'ଣ ନିହାତି ଭାବରେ ମୋତେ କେବେ ଅଫିସର ଖରାପ ବ୍ୟବହାର କରିନାହାନ୍ତି ଆଉ ଯିଏ ବ୍ୟବହାର କରିଛି ମୁଁ ତାକୁ ସେଇଠି ବଢ଼େଇ ଦେଇଛି କାମ ଯେଉଁଥିପାଇଁ ବାହୁବଳି ହେଇଛି ମୋତେ ମୁଁ ଜାଣିଛି 99% ଅଫିସର ମୋତେ ଭଲ ବ୍ୟବହାର କରନ୍ତି ମୁଁ ବି ତାଙ୍କୁ ରେସ୍ପେକ୍ଟ ଦେଇକି କାମ କରେ ହଜାର ହଜାର କୋଟି ଟଙ୍କା ବେଗୁନିଆରେ 2000 କୋଟିର କାମ କଲି ଚିଲିକାରେ 2000 କୋଟିର କାମ କଲି ଆଉ 250 ଅନୁଷ୍ଠାନ ତିଆରି କଲି 500 କିଲୋମିଟର RD R&B ରାସ୍ତା କଲି ରେକର୍ଡ କରିଛି ସମସ୍ତେ ମୋତେ ସପୋର୍ଟ ଦେଇଛନ୍ତି ସେକ୍ରେଟେରିଏଟରୁ ଧରିକି ଆଉ ଯେଉଁଥିରେ ଗୋଟେ ଯେଉଁ ଥାନ୍ତି ଦୋଷ ଥିବା ଅଫିସର ସେ ସେଇଠି ହେଇଯାଏ ଏବଂ ଆପଣମାନେ ଟିଭିରେ ତାକୁ କରନ୍ତି ଏଣ୍ଡିଙ୍ଗଟା ଦେଖାନ୍ତି ଷ୍ଟାର୍ଟିଂଟା କେଉଁଥିପାଇଁ ମୁଁ ତାକୁ କଲି ଗୋଟେ ରୋଡ଼ଟା ଥିଲା ରୋଡ଼ ଉପରେ ପିଚୁ ହେଇଗଲା 50 ବର୍ଷର ରୋଡ଼ ହଠାତ୍ ଗୋଟେ ଲୋକ ଆସିକି ପଥର ପକେଇକି କଲା ମୁଁ ତ ଜନ୍ମ ବାହୁବଳି ଆଉ ତାକୁ ଟ୍ୟାଗ ରହିବ କ'ଣ ଏଇଟା ଟ୍ୟାଗ ନୁହଁ ଗୋଟେ ଶହୀଦର ଦାୟାଦ ହିସାବରେ ଏଇଟା ମୋ କ୍ୟାରେକ୍ଟର ମୋ DNA ଗୋଟେ ଅନ୍ୟାୟ ବିରୁଦ୍ଧରେ କହିବା ଗୋଟେ ଭୁଲ କଥା ଗୋଟେ ଆରେ ସେଇଟା ନିହାତି ଭାବରେ ମୁଁ ଜୀବନରେ ଭାବିଥିଲି MLAଟେ ହେବି କିନ୍ତୁ ଏମିତି ମାୟା MLA ହେବିନି ଯଦି ହେବି ଗୋଟେ ଦାଣ୍ଠା MLA ହେବି ସେ ଦାଣ୍ଠାଟା ବାହୁବଳି ନା ମୁଁ ବି ଜାଣିନଥିଲି ଫାର୍ଷ୍ଟ ଟାଇମ୍ ଓଡ଼ିଶାରେ ଜାଣିଥିବେ 17 ହେଉଛି 16 ପରେ 17 ଚାଲିଲା ଟର୍ମ ବାହୁବଳି ଶବ୍ଦ ଆସିନଥିଲା ଏଇଟା ଓଡ଼ିଶାରେ ମୋ ପାଇଁ ଆସିଲା ସେଥିପାଇଁ ମୁଁ ବହୁତ ଖୁସି ଟ୍ୟାବ୍ ମୋବାଇଲ ମାରିଲେ ବାହାରୁଛି ଗୁଗୁଲରେ ବାହୁବଳି ପ୍ରସାଦ ତ ସିଏ ହେଉଛି ଖୋର୍ଦ୍ଧା ମାଟିର ଗର୍ବ ଆଉ ଗୌରବ ଆଜି ସେ ବାହୁବଳିଟା ବେଗୁନିଆରେ ତିଆରି କରିଥିଲା ଚିଲିକା ବୁଲିକି ଆସି ଯେତେବେଳେ ରିଅଲ ଖୋର୍ଦ୍ଧା ମାଟିରେ ବାହାରିଲା ଯେ ଖୋର୍ଦ୍ଧାର ବିଧାୟକ ବାହୁବଳି ଏଇଟା କହିଲା ବେଳେ ମୋ ଦେହ ଭିତରେ ରକ୍ତ ସିଂହରଣ ହେଇଯାଉଛି ଗର୍ବଟା ତ ଗୋଟେ ଇଏ ଅହଙ୍କାର ହେଇଯିବ ସିଂହରଣ ହେଇଯାଉଛି ଯେ ରିଅଲି ମୋ ଡ୍ରେସ୍ ଦେଖୁଛୁ ଆଜି ଏଇଟା ନେତା ଡ୍ରେସ୍ ରଫ୍ ଅଫ୍ ନୁହଁ ସିଭିଲିଆନ୍ ସୋଲଜର ଶୁଣନ୍ତୁ ମୁଁ ଥିଲା ପଲିଟିକାଲ ୱାର୍କର ଯେତେବେଳେ ମୁଁ ବେଗୁନିଆରେ ରାଜନୀତି କଲି ସେତେବେଳେ ମୁଖ୍ୟମନ୍ତ୍ରୀ ଅଛନ୍ତି ପ୍ରଧାନମନ୍ତ୍ରୀ ବି ଅଛନ୍ତି ମୁଁ କହିଲି ମୁଁ ଆଉ ବଡ଼ କ'ଣଟା ହେଇପାରିବି ମୁଁ କହିଲି ଭାଇ ମୁଁ ଗୋଟେ ୱାର୍କର ହେବି ତମର ଏବଂ ଗୋଟେ ୱାର୍କର ଷ୍ଟାଇଲରେ କାମ କଲି ସେଠି ସରିଲା ତାପରେ ଚିଲିକା ଗଲି ଟିକେ ଲଢ଼ୁଆ ମାଟିଟା ସେଠି କୃତିବାସ ପାଠଶାଣୀ ମୋ ଜେଜର ସେଠି କହିଲି ମୁଁ କ'ଣ ଆଉ ତ ସେଟା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଗଭର୍ଣ୍ଣର ଚିଫ୍ ଜଷ୍ଟିସ୍ ସବୁ ତ ହେଇଯାଇଛନ୍ତି ଆଉ କିଏ ମୁଁ ଆଉ ତାଠୁ ବଡ଼ଟା କ'ଣ ବି ହେଇପାରିବି ମୁଁ ଲାଷ୍ଟକୁ କହିଲି ମୁଁ କହିଲି ପଲିଟିକାଲ ସୋଲଜର ବନିଯିବି ତ୍ୟାଗ ହେଇଗଲା ତାପରେ ବର୍ତ୍ତମାନ ଖୋର୍ଦ୍ଧାକୁ ଆସିଲା ପରେ ସିଭିଲିଆନ୍ ସୋଲଜର କ'ଣ ସିଭିଲିଆନ୍ ସୋଲଜର କନସେପ୍ଟ ହେଲା ଯେ ଇମ୍ପର୍ସନାଲ सर्विस एंड इगोलेस सर्विस अहंकार शून्य स्वार्थ शून्य सेवा दबा जड़े सिविलियन सोल्जर काम तो सिविलियन सोल्जर जख्मी भाड़ा पिटा करिकी मते पूरा पुलिस ये सी मारिकी अंटा फंटा भांगी मुंड फुंड भांगी आउ किछि नाही तमें तो मत कर भावुची कौन सला प्रसाद जगदेव को मीडिया भाई मैंने मत हिरो कर तुमको कोटी कोटी टका कारण मीडिया रे एडवर्टाइजमेंट केते पैसा खर्च होची मो पाई बिना निश्चित भाव में मु तो भावुली गोटे अलग कथा गोटे काउंटर पार्ट रे लड़ी हम बोली किंतु एबे भी सरकारी दल रे आसिक पहुँची गली बुझिपारे ना ना से गोटा मोर थिला विजन जदि मौका पड़े खेलटा 100 रे हम किंतु जाऊ प्रभु पुणी से जगह को देले एटी कि मोर भल है विधानसभा मुझे विशेष भाव में किसी कहे ना कारण मोर गोटे विश्वास ये कथा कुआ उत्तर दिया मोर भरसा न नॉर्मली जो ये मो अप्रोचटा जाने मोर काम दरकार मो सेक्रेटेरिएट आसे फर्स्ट ब्लॉक जाए तहसील जाए कलेक्टर ऑफिस जाए जगह दरकार पैसा दरकार फंड दरकार सेक्रेटेरिएट आसे टंका नहीं नो दी आर्ट ऑफ गवर्नेंस आउ केमिति फंड्स मोबिलाइज करा जिवो केमिति एग्जीक्यूट करा जिवो एवं ताको केते कम समय करा जिवो पहले एक्शन बाद में सैंक्शन फैसला ऑन दी स्पॉट।